ପ୍ରାଣ ପ୍ରତିଷ୍ଠା ପରେ ଆଶ୍ଚର୍ଯ୍ୟ ଅଯୋଧ୍ୟାବାସୀ ପ୍ରଭୁଙ୍କର ଆଖି ଏବଂ ହସ ଦେଖି। କାହିଁକି ହସୁଛନ୍ତି ରାମଲାଲା? ଅଯୋଧ୍ୟାରେ କାହିଁକି ରୂପ ବଦଳାଉଛନ୍ତି ପ୍ରଭୁ ଶ୍ରୀରାମ? ଅଯୋଧ୍ୟାରେ ଘଟିଲା ଚମତ୍କାର ଘଟଣା। ଓଡ଼ିଆ ଭକ୍ତଙ୍କୁ ଦେଖି ରାମଲାଲା କାହିଁକି ହସିଲେ? ଆପଣମାନେ ଜାଣିଲେ ତାହା ଆଶ୍ଚର୍ଯ୍ୟ ନିଶ୍ଚିତ ହୋଇଯିବେ। ତେବେ ଆସନ୍ତୁ, ଅଯୋଧ୍ୟାରେ ଘଟିଲା ଚମତ୍କାର। ଓଡ଼ିଆ ଭକ୍ତଙ୍କ ସହ ହୋଇଲା ଚମତ୍କାର ଘଟଣା। ପ୍ରଭୁ ରାମ ଓଡ଼ିଆ ଭକ୍ତଙ୍କୁ ଦେଖି ହସିଦେଲେ। ଏବଂ ଯଦି ଚ୍ୟାନେଲକୁ ନୂଆ କରି ଆସିଥାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ ଏବଂ ବେଲ୍ ଆଇକନ୍ ଦବାଇ ଦିଅନ୍ତୁ। ଯଦି ଆପଣ ଜଣେ ସଚ୍ଚା ହିନ୍ଦୁ ହୋଇଥିବେ ତେବେ କମେଣ୍ଟରେ ଜୟ ଶ୍ରୀରାମ ଲେଖିବାକୁ ମୋଟେ ବି ଭୁଲିବେନି। ହଠାତ୍ ଜୀବନ୍ତ ହୋଇ ଉଠିଲେ ରାମଲାଲାଙ୍କ ବିଗ୍ରହ। ପ୍ରାଣ ପ୍ରତିଷ୍ଠା ପରେ ବଦଳିଗଲା ରାମଲାଲାଙ୍କର ବିଗ୍ରହ। ଏ ଦୃଶ୍ୟକୁ ଦେଖି ନିଜେ ଚମକି ପଡ଼ିଲେ। ମୂର୍ତ୍ତିକାର ଅରୁଣ ଯୋଗୀରାଜ ନିଜେ ତିଆରି କରିଥିବା ମୂର୍ତ୍ତିକୁ ନିଜେ ଚିହ୍ନି ପାରିନଥିଲେ। ଚାଲିଥିଲା ପୂଜାର୍ଚ୍ଚନା। ବ୍ରାହ୍ମଣମାନଙ୍କର ବେଦମନ୍ତ୍ରରେ କମ୍ପି ଉଠୁଥିଲା ଗର୍ଭଗୃହର ଚାରିପଟୁ ଶୁଭୁଥିଲା ପ୍ରଭୁ ରାମଙ୍କର ଜୟ ଜୟକାର। ସମସ୍ତ ପ୍ରତୀକ୍ଷା କରିଥିଲେ ସେ ବ୍ରହ୍ମ ମୁହୂର୍ତ୍ତକୁ, ସେହି 84 ସେକେଣ୍ଡକୁ। କେତେବେଳେ ପ୍ରଭୁଙ୍କ ଆଖିରୁ ପଟି ଖୋଲାଯିବ। ବ୍ରାହ୍ମଣମାନଙ୍କର ବେଦମନ୍ତ୍ରର ଧ୍ୱନିକୁ ସେପଟେ 500 ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ରାମଭକ୍ତଙ୍କର ଖୁସି ଆଉ କହିଲେ ନ ସରେ। ସେପରି ସେଇ ଦିବ୍ୟ ମୁହୂର୍ତ୍ତ ଆସି ପହଞ୍ଚିଥିଲା। ସେଦିନ ସମସ୍ତେ ଦର୍ଶନ କଲେ ପ୍ରଭୁଙ୍କର ଦିବ୍ୟ ରୂପଙ୍କୁ। ଦେଖି ସମସ୍ତଙ୍କ ଆଖିରେ ଛଳଛଳ ହୋଇ ଲୁହ ଭରି ଯାଇଥିଲା। ଏହା ଦେଖି ନିଜକୁ ସମ୍ଭାଳି ପାରିନଥିଲେ ମୂର୍ତ୍ତିକାର ଅରୁଣ ଯୋଗୀରାଜ। ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ। 7 ମାସ ଧରି ଯେଉଁ ମୂର୍ତ୍ତିକୁ ସେ ନିର୍ମାଣ କରିଥିଲେ, ଆଜି ତାହା ପ୍ରାଣ ପ୍ରତିଷ୍ଠା ପରେ ଏକ ନୂତନ ରୂପରେ ଦର୍ଶନ କରି ସେ ବିଲକୁଲ ବି ଚିହ୍ନି ପାରୁନାହାନ୍ତି ନିଜେ ତିଆରି କରିଥିବା ନିଜ ମୂର୍ତ୍ତିକୁ। ଏକଥା ନିଜେ ସ୍ୱୀକାର କରିଛନ୍ତି ଅରୁଣ ଯୋଗୀରାଜ। ହଁ ଦର୍ଶକ ବନ୍ଧୁ, ବଦଳି ଯାଇଛନ୍ତି ପ୍ରଭୁଙ୍କ ବିଗ୍ରହ। ପ୍ରାଣ ପ୍ରତିଷ୍ଠା ପରେ ବଦଳି ଯାଇଛି ପ୍ରଭୁଙ୍କର ରୂପ, ବଦଳି ଯାଇଛି ପ୍ରଭୁଙ୍କର ଆକୃତି। ପରିବର୍ତ୍ତନ ଏହି ଯେଉଁ ମୂର୍ତ୍ତିକୁ ଖୁବ୍ 7 ମାସ ଧରି ନିର୍ମାଣ କରିଥିଲେ, ଆଜି ନିଜେ ପ୍ରାଣ ପ୍ରତିଷ୍ଠା ପରେ ଚିହ୍ନି ପାରିନାହାନ୍ତି ତାହା ତାଙ୍କ ହାତ ତିଆରି ମୂର୍ତ୍ତିକୁ। ରଘୁକୁଲ ରୀତି ସଦା ଚଲି ଆଇ, ପ୍ରାଣ ଯାଏ पर वचन न ଯାଏ। ହଁ ଦର୍ଶକ ବନ୍ଧୁ, ଦେଖନ୍ତୁ, ସମସ୍ତଙ୍କ ଭିତରେ ପ୍ରଭୁଙ୍କୁ ପାଇବାର ଯେଉଁ ଆଶା ଥିଲା, ଭାରତବର୍ଷରେ 500 ବର୍ଷ ପୂର୍ବରୁ ଯେଉଁ ଚିଦାନନ୍ଦ, ଯେଉଁ ରାମଙ୍କୁ ନେଇ ବିବାଦୀୟ
ଯେ ମଧ୍ୟ ଚିହ୍ନି ପାରିନଥିଲେ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ। ଏହା ସ୍ପଷ୍ଟ କରିଛନ୍ତି ଯୋଗୀରାଜ। ଦେଖନ୍ତୁ କେଡ଼େ ସୁନ୍ଦର ପ୍ରଭୁଙ୍କର ରୂପ, କେତେ ଆକର୍ଷଣ ଲାଗୁଛନ୍ତି ପ୍ରଭୁ। ସମସ୍ତଙ୍କ ଆଖି ଛଳଛଳ କରିଦେଇଛି ଏଇ ମୂର୍ତ୍ତି। ଇଏ ସେଇ ବିଗ୍ରହ ଯେ ନିର୍ମାଣ ହେଇଥିଲା ଶ୍ରୀରାମଙ୍କର ଭବ୍ୟ ମନ୍ଦିରରେ। ଏଇ ଦିବ୍ୟ ମୂର୍ତ୍ତିକୁ ଦେଖି ଆପଣମାନଙ୍କ ଭିତରେ ବି ପ୍ରଭୁ ରାମଙ୍କ ଦର୍ଶନ ପାଇଁକି ଅତି ଲାଳାୟିତ ହୋଇଥିବ। ଇଏ ଦେଖନ୍ତୁ ଯୋଗୀରାଜ, ଇଏ ପ୍ରାଣ ପ୍ରତିଷ୍ଠା ପରର ଦୃଶ୍ୟ। ଯୋଗୀରାଜ ନିଜେ ମଧ୍ୟ ଚମତ୍କାର ବୋଲି